ସାଙ୍ଗମାନେ ଚିଲିକା ମାଛ ଚୁଙ୍ଗୁଡ଼ି ଦେଖିବା ପାଇଁ ରେଡ଼ି ହେଇଯାଆନ୍ତୁ। ଆଉ ଆମର କେମିତି ପେଣ୍ଠରେ ମାଛ ବିକ୍ରି ହେଉଛି ସେଇଟା ବି ଦେଖିବେ ଆଜି। ଜୟ ଜଗନ୍ନାଥ ସାଙ୍ଗମାନେ, ଦେଖନ୍ତୁ ସକାଳୁ ସକାଳୁ ଗୋଟେ ବାହାଣିଆଟା ରିଙ୍ଗ ଜାଲ ତୋଳୁଛି ତାଙ୍କ ନାଁରେ, ଯାହାକି ନୂଆ ଏବେ ବାହାରିଛି ରିଙ୍ଗ ଜାଲ, ସମସ୍ତେ ପକାଉଛନ୍ତି ପ୍ରାୟତଃ। ତ ଗତକାଲି ଏଇଠି ଗୋଟେ ବହୁତ ବଡ଼ ଆକ୍ସିଡେଣ୍ଟ ହେଇଯାଇଥିଲା। ମୁଁ ଆପଣମାନଙ୍କୁ କହିଥିଲି ଏଇ ଜାଗା ଦେଖିବା ପାଇଁ। ଦେଖନ୍ତୁ ଗୋଟେ 5-6 ଆଡ଼ୁ ଡଙ୍ଗା ଆସେଇ ଏତେ ମୋଡ଼ଣି ଯେ ଏଠି ମାନେ ଏଠି ନୂଆରେ ଜେଟି ହେଲାଠୁ ଏତେ ଆକ୍ସିଡେଣ୍ଟ ହେଉଛି କହନି। ତ ଏଇ ଜାଗାରେ କାଲି ଧକ୍କା ହେଇଥିଲା ତାଙ୍କର, ଏତେ ଜୋରେ ଧକ୍କା ଲାଗି ତାଙ୍କ କରିମଙ୍ଗ ଯାଇକି ଆଗରେ ପଡ଼ିଛି। ବାକି ଲୋକମାନଙ୍କର କିଛି ହେଇନି, ବାକି ବଞ୍ଚି ଯାଇଛନ୍ତି। ନହେଲେ ଏତେ ଜୋରେ ପୁରା ଟକ୍କର ମାରିଛନ୍ତି ନା ଦୁଇ ଜଣ ଡଙ୍ଗାରେ ପୁରା ମେସିନ୍ ଯାଇକି ଛିଡ଼ିକି ପାଣିରେ ପଡ଼ିଯାଇଛି। ତାପରେ ଆମେ ଜେଟି ପେଣ୍ଠରେ ସବୁ ମାଛ ଗଦେଇକି ବର୍ତ୍ତମାନ ଆମ ବାପା କଣ୍ଟାଳ ଗଦଉଛନ୍ତି, ଗଦେଇକି ବିକ୍ରି କରିବାକୁ ଲାଗିଲୁ। ଗୋଟେ ଲୋକଟା ଆସି କହିଲା, ଭାଇ କଣ୍ଟିଆ ମୋତେ ଦିଅ। 130 ଟଙ୍କା କେଜି କହିକି କୁଆଡ଼େ ଗଲେ ହାରି। ଆଉ ଆସିକି ଭାଇ କହିଲେ, ଭାଇ ମୋତେ କଣ୍ଟାଳ ଦିଅ। କହିଲେ ମୋତେ କଣ୍ଟାଳ ସବୁତକ ଦିଅ। ଆଉ କେତେ ଲୋକ ବି କହିଲେ କଣ୍ଟାଳ ଦେବାକୁ, କିନ୍ତୁ ୟାଙ୍କୁ ହିଁ କଣ୍ଟାଳ ଦିଆଗଲା। ଆଉ ଏ ଭାଇ ଜଣକ ନେଲେ ଆମର କଣ୍ଟିଆ ନେଲେ, ସେ ଭାଇ କହିଥିଲେ କିନ୍ତୁ ଏ ଭାଇ ନେଲେ। ଆଉ ଗୋଟେ ମାଉସୀ ଜଣକ ନେଲେ କାନ୍ଦା ତିକ ନେଇଗଲେ, ଆମର ଯାହା 3-4ଟା ପାଇଥିଲୁ। କାନ୍ଦା ରେଟ୍ ଟିକେ କମିଯାଇଛି ଏବେ। ତାପରେ ଆମେ ଅଜା ଜଣେ ଆସିକି କହିଲେ ଯେ ଆମର ଟିକେ ସିଙ୍ଗଡ଼ା ରୋଜନ କରିଦିଅନ୍ତୁ, ସେ ବେପାରୀ ଭାଇ ଜଣକ ନେବେ ବେଲିକା। ତ ତାଙ୍କୁ ଆମେ ରୋଜନ କରିକି ଦେଇଦେଲୁ, 2 କିଲୋ 3 କିଲୋ ହେବ। ତାପରେ ଦେଖିଲୁ ଯେ ବରଫ ଚୁରା ହେଉଥିଲା। ତ ଯେଉଁ ଭାଇମାନେ ଭାବୁଛନ୍ତି ଆମ ପେଣ୍ଠକୁ ବଡ଼ ଗାଡ଼ି ଆସୁନି, ଦେଖନ୍ତୁ କେତେ ବଡ଼ ଗାଡ଼ି ଆସିଛି ଆମ ଗାଁ ପେଣ୍ଠକୁ, ପଥର ଲୋଡ଼ ହେଇକି। ଏଠି ଆମ ଦାଦାଙ୍କର ଘର ତୋଳା ହେଉଛି, ଯାହାକି ଗୋଟେ ଦୋକାନ ତୋଳୁଛନ୍ତି। ସମସ୍ତଙ୍କୁ ସୁବିଧା ହେବ ବୋଲିକା ଗୋଟେ ବଢ଼ିଆ ଦୋକାନଟେ କଲେ। ବହୁତ ବଡ଼ କି ଟିକେ 2 ବଖରା ହେବ ସାଇଜ୍ର ଦୋକାନ କରିଛନ୍ତି। ଦେଖିବା, ବର୍ତ୍ତମାନ ଦେଖିବା ଦୋକାନିଆ ଭିତରେ କିଏ ଅଛି ଦୋକାନିଆ, ଯାହାକି ଆମ ଭାଇ ଜଣେ ହେବେ, ଇଏ ସାନ ଭାଇ, ଯାହାକି କ୍ୟାମେରା ଦେଖି ଛପିଗଲେ। ଆଉ ମୋତେ ଆଣି ଗୋଟେ ଥଣ୍ଡା ଦେଲେ, ସାଥେ ମୁଁ ଥଣ୍ଡା ପିଇକି ସେଠୁ ପଳେଇ ଆସିଲି। ତ ଏଇଭଳି ମାଛ ଭିଡ଼ିଓ ଦେଖିବା ପାଇଁ ଆପଣମାନଙ୍କୁ ଯଦି ଭଲ ଲାଗୁ ତାହେଲେ ଆମ ଭିଡ଼ିଓକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ପୁଣି ଥରେ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ନିଶ୍ଚୟ ଦେଖାହେବ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।